ଆପଣମାନେ ଦେଖୁଛନ୍ତି ସଚିନ ଅଫିସିଆଲ ନ୍ୟୁଜ୍ ଚ୍ୟାନେଲକୁ ଆପଣମାନେ ନ୍ୟୁକୁ ଯଦି ଭିଜିଟ୍ କରିତେ ନିହାତି ସବସ୍କ୍ରାଇବ୍ କରିବେ। ଭାତା ପଇସା କେବେ ମିଳିବା କାଣା ମିଳିବା ଆଜ୍ଞା ଆପଣମାନେ ସବୁ ଡିଟେଲ୍ସରେ ପାଇପାରିବେ। ତ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିନେବେ ଆଜ୍ଞା। ତ ଆପଣମାନେ ଫୁଲ୍ ଭାବରେ ଆପଣମାନେ ସ୍କିପ୍ କରିବେ। ଦେଖିତେ ପାରୁଥିବେ ଯେ ନା ମଧୁବାବୁ ପେନ୍ସନ୍ ଯୋଜନା ଆପଣମାନେ ଯେନ୍ଟା ପାଉଥିଲେ 500ରୁ 1000 ହେଲା ଯେନ୍ଟା 80 ବର୍ଷ ମନକୁ ଆଜ୍ଞା ଆପଣମାନେ ପାଉଥିବେ 80ରୁ ଉର୍ଦ୍ଧ୍ୱ ମନକୁ 3000 ଟଙ୍କା ଯେନ୍ଟା ଦିଆଯାଉଥିଲା ଆପଣମାନେ ଦେଖିବେ ଏଇଟା ବିନା ସ୍କିପ୍ କରି। ତ ଦେଖିବେ କେବେ ମିଳିବ ଆଜ୍ଞା କେନ୍ତା ଭାବରେ ପାଇପାରିବେ ଆପଣମାନେ ପାସବୁକ୍ରେ ପାଇଲେ ବି ଦେଖିବେ ଆଉ ଆପଣମାନେ ଘରେ ଥାଇକରି ଆପଣମାନଙ୍କୁ ଯେନ୍ଟା ଆନି ଦିଆ ହଉଛି ଆଜ୍ଞା ସେଟା ବି ଦେଖିବେ ବିନା ସ୍କିପ୍ କରି ଦେଖିବେ ଟିକେ। ତ ଆପଣମାନେ ନ୍ୟୁଜ୍ଟା କାଣା ଅଛି ଆପଣମାନଙ୍କୁ ଯେନ୍ଟା ନ୍ୟୁଜ୍ଟା ଆଇସେ ଆପଣମାନେ ପେପର ମାଧ୍ୟମରେ ଆପଣମାନେ ଜାଣିପାରିବେ କି କେନ୍ତା କାଣା ଚାଲିଛି ବୋଲିକରି। ତ ଆପଣମାନେ କେନ୍ ଭାବରେ ଜାଣିବେ ତ ଆପଣମାନେ ଦେଖିବେ ବେଶୀ କିଛି କଥା ନେଇକରି ଆପଣମାନେ ମେନ୍ ଟପିକ୍ ଉପରେ ଆଲୋଚନା କରମୁ ଆଜ୍ଞା। ତ ଆପଣମାନେ ଦେଖିପାରିବେ ଏଇଟା ଭୁବନେଶ୍ୱର 4-5 ରାଜ୍ୟରେ ଏବେ ଅସମ୍ଭାଳ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ପ୍ରତିଦିନ 40 ଡିଗ୍ରୀ ଉପରେ ରହୁଥିବା ବେଳେ କେତେକ ସ୍ଥାନରେ ଏହା 45 ଡିଗ୍ରୀ ମଧ୍ୟ ଅତିକ୍ରମ କଲାଣି। ଏବେ ଭୟଙ୍କର ତାତି ସୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଖିପାରୁଥିବେ ଆଜ୍ଞା ଆପଣମାନଙ୍କୁ ଯେନ୍ଟା 40 ଡିଗ୍ରୀ ଉପରେ ଯେନ୍ଟା ଯାଉଛେ 45 ଡିଗ୍ରୀ ଉପରେ ବି ଯାଉଛେ ସେଟା ରାଜ୍ୟ ସରକାର ଭାତାକେ ନେଇକରି ବହୁତ ବଡ଼ ଖୁସିକୁ ଗୋଟେ ଆଣିନ ବହୁତ ବଡ଼ ଖୁସି କରି ବଡ଼ ନିଷ୍ପତ୍ତି ନିଆଯାଇଛି ଆଜ୍ଞା। ଯେତେବେଳେ ଖରା ଯେତେ ହଉଛି ଆପଣମାନଙ୍କ ଘରନୁ ବାହାରି ହିଁ ପାରବା ଆଜ୍ଞା 4-5 ରାଜ୍ୟରେ ଆଜ୍ଞା। ଆମର ଏରିଆ ବି ବହୁତ ଖରା ହେଉଛି ଆପଣମାନ ଜାଗାରେ ବି ବହୁତ ବେଶୀ ଖରା ହେଉଥିବା ସେଥିଲାଗି ଦେଖିପାରିବେ। ମଧୁବାବୁ ପେନ୍ସନ୍ ଯୋଜନା MBPY ଅଧୀନରେ ଭାତା ପାଉଥିବା ବୃଦ୍ଧ ଅସହାୟ ଓ ଭିନ୍ନକ୍ଷମତାଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ। ଦେଖିପାରୁଥିବେ ଆଜ୍ଞା ଯେନ୍ଟା ଭାତା ବହୁତ ବଡ଼ ଖୁସି ଖବରଟା ଆଣିବାକେ ଯାଇଛନ୍ ଆଜ୍ଞା। ଆପଣମାନେ ଯେବେ ଏବେ ନେକ୍ସଟ ମନ୍ଥରେ ଯେନ୍ଟା ପାଇବାକେ ଯାଉଛନ୍ ସେ କିସ୍ତିଟା ଆପଣମାନେ କେନ୍କି ଯିବାର ନାଇଁ ପଡ଼େ ଘର ଆସିବାର ଲାଗି ମେନସନ୍ କରାଯାଇଛି ଏଇ ଜାଗାରେ ଆଜ୍ଞା। ଦେଖିପାରୁଥିବେ ଆସିବାକୁ ପଡ଼ିବ ନାହିଁ। ତ ଆମେ ଯେ ଦଉଥିଲେ ଆପଣମାନେ ସେନେକି ବି ଯିବାର ନାଇଁ ପଡ଼େ ଦେଖିବେ ଏଣିକି ସେମାନଙ୍କୁ ସେମାନଙ୍କର ଘର ଦ୍ୱାର ମୁହଁରେ ଭାତା ଯୋଗାଇ ଦିଆଯିବ। ଦେଖିପାରୁଥିବେ ଏଇଟା ସାଫ୍ ମେନସନ୍ କରାହେଇଛି ଆଜ୍ଞା। ତ ଭାତା ଯେନ୍ଟା ପାଉଛନ୍ ଆଜ୍ଞା ମାନେ ଆପଣମାନେ ଦୁଆର ମୁହଁରେ ଆପଣମାନଙ୍କୁ ପହଞ୍ଚାଇ ଦିଆଯିବ ଆଜ୍ଞା। ନା ଖୋଜି ଘର ଯାଇକରି ଆପଣମାନେ ବଣ୍ଟନ କରାଯିବ ଏଇ ଭାତା ପଇସାଟା। ତ ଆପଣମାନେ କିଛି ବ୍ୟସ୍ତ ହେବାର ନାଇଁ ନା ଆପଣମାନଙ୍କୁ ଘର ଦ୍ୱାରରେ ଯିବା ଆପଣମାନଙ୍କୁ ପହଞ୍ଚିବା। ସଚିବଙ୍କ ଚିଠି ଓ ଜିଲ୍ଲାପାଳଙ୍କୁ ସତର୍କ ସୂଚନା କାରଣ ସୂଚନା ଅଛି ଜିଲ୍ଲାପାଳଙ୍କ ତରଫ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବିଶିଷ୍ଟ ଏନେଇ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ଜରୁରୀକାଳୀନ ଚିଠି ଲେଖିଛନ୍ତି। ଆପଣମାନେ ଦେଖିପାରୁଥିବେ ଯେନ୍ଟା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଚିଠି ଉଲ୍ଲେଖ କରାଯାଇଛି ଯେ ପ୍ରତି ମାସ 15 ତାରିଖ ଭାତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତ ଦେଖିପାରୁଥିବେ ଯେନ୍ଟା 15 ତାରିଖ ଦିନ ମିଳିଛି ପ୍ରତି ମାସରେ ବଣ୍ଟନ କରାଯାଇଛି ଯେନ୍ ମାସ 15 ତାରିଖ ଦିନ ଏଇଟା ହେଲା ଆପଣମାନେ ମେ ମାସ ଆଜ୍ଞା। ତ ମେ ମାସର 15 ତାରିଖ ବଣ୍ଟନ କରାଯିବ ଯେନ୍ଟା ଭାତା ପଇସା ଆପଣମାନଙ୍କୁ ଜାଣିବେ 15 ତାରିଖ ଆପଣମାନଙ୍କୁ ଘରେ ବଣ୍ଟନ କରାଯିବ ଆଜ୍ଞା। 15 ତାରିଖ ନେଇ ହେଲେ ଆପଣଙ୍କୁ ଆଗକେ ବି କିଛି ଟାଇମ୍ ଲାଗିପାରେ 2 ଦିନ ବି ଲାଗିବ। ବର୍ତ୍ତମାନ ଗ୍ରୀଷ୍ମ ଲହରୀ ବୃଦ୍ଧା ଏବଂ ଶାରୀରିକ କ୍ଷମତା ବ୍ୟକ୍ତିଙ୍କୁ ପାଇଁ ଜୀବନ ବିପଦ ସୃଷ୍ଟି କରିପାରେ। ତ ଦେଖିପାରୁଥିବେ ଯେନ୍ଟା ବର୍ତ୍ତମାନ ବୃଦ୍ଧାମାନଙ୍କୁ ଯେନ୍ଟା ବୃଦ୍ଧାମାନଙ୍କୁ ଘର ଆଗକେ ଆପଣମାନଙ୍କୁ ପହଞ୍ଚି ଦିଆଯିବ ଆଜ୍ଞା। ଅଂଶୁଘାତ ରକ୍ଷା ପାଇଁ ପଦକ୍ଷେପ ଆଜ୍ଞା। ଯେନ୍ଟା ଅଂଶୁଘାତ ଯେତେ ଖରା ହେଉଛି ଆଜ୍ଞା ଅଂଶୁଘାତ ବି ହେଇଯାଉଛି ଆଜ୍ଞା। ଆପଣମାନଙ୍କୁ ଦେଖିପାରେ କେମିତି ସୁରକ୍ଷା ପଦକ୍ଷେପ ସରକାର ଆଶଙ୍କା ଯେ ବାର୍ତ୍ତା କେନ୍ଦ୍ରକୁ ଆସିବା ସମୟରେ ହିତାଧିକାରୀମାନେ ଅଂଶୁଘାତ ହାଇଡ୍ରୋସନ୍ କିମ୍ବା ତେଣୁ ଶାସନ ପକ୍ଷରୁ ଡୋରପେଷ୍ଟ ସେବା ଆରମ୍ଭ ହୋଇଛି ଆଜ୍ଞା। ଆପଣମାନେ ଯେନ୍ଟା ଦେଖିବେ ଯେନ୍ଟା ଅଂଶୁଘାତ ବି ହେଇଯାଉଛି ଆଜ୍ଞା ଯେତେ ଖରା କରୁଛି ନା 45 ଡିଗ୍ରୀ ଉର୍ଦ୍ଧ୍ୱ ଯେନ୍ଟା ହେଉଛି ସେଥିର୍ଲାଗି ଆପଣମାନଙ୍କୁ ଇ କ୍ଷେପଟା ନିଆଯାଇଛି। ଯେଉଁ ସ୍ଥାନରେ ଭାତା ବଣ୍ଟନ କେନ୍ଦ୍ର ରହିଛି ସେଠାରେ ପର୍ଯ୍ୟାପ୍ତ ପିଇବା ପାଣି ଏବଂ ORS ପ୍ୟାକେଟ୍ ମହଜୁଦ ରହିଥିବାକୁ କୁହାଯାଇଛି। ଯେନ୍ଟା ଭାତା ପଇସା ଯେନ୍ଟା କେନ୍ଦ୍ର ଅଛେ ଆଜ୍ଞା ତ ଆପଣମାନେ ଯାଉଛନ୍ ଯଦି ORS ପ୍ୟାକେଟ୍ ପିଇବା ପାଣି ଆପଣମାନଙ୍କ ପାଖରେ ରଖାଇ ଦିଆଯିବ ତ ଆପଣମାନେ ପିଇପାରିବେ। ଛାଇ ଓ ବିଶ୍ରାମ ପାଇଁ ବି ଆପଣମାନଙ୍କୁ ବ୍ୟବସ୍ଥା କରାଯାଇଛି ଯେନ୍ଟା ରହିବେ ଆଜ୍ଞା ଯେନ୍ଟା ଛାଇ କୁହାଯାଇଛି ଛାଇରେ ଆପଣମାନେ ରହିବା ଲାଗି ହେଲେ ବି ଆପଣମାନଙ୍କୁ ସବୁ ସୁବିଧା କରାଯାଇଛି। ବୋଲା ତ ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିବେ ଆପଣମାନେ ବହୁତ ଆଜି ହେଲା Day 1 ବହୁତ ଆଗକେ ଭିଡ଼ିଓଟା ଆସିବା ଠିକ୍ ଭାବରେ ଭିଡ଼ିଓଟା ଆସିବା ଆପଣମାନେ ଭଲ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିବେ। ପ୍ରାଥମିକ ଚିକିତ୍ସା ସୁବିଧା ରହିଥିବା ବାଧ୍ୟତାମୂଳକ କରାଯାଇଛି। ଦେଖିପାରୁଥିବେ ଯେନ୍ଟା ଚିକିତ୍ସା ପ୍ରାଥମିକ ସେଟା ବାଧ୍ୟତାମୂଳକ ରହିଯାଇଛି ଆଜ୍ଞା। ଆପଣମାନେ ଯିବେ ଚିକିତ୍ସା ସବୁ କିଛି ପାଇପାରିବେ। ତ ଆପଣମାନେ ଭଲ ଲାଗୁଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ ଟିକେ କରିବେ।